ଶାନ୍ତି 30 ଜୁଲାଇ 2025 ମହାବାକ୍ୟ। ବାବା କହିଛନ୍ତି, ମିଠେ ବଚ୍ଚେ, ମାୟାରୂପୀ ଶତ୍ରୁ ତୁମ ସାମ୍ନାରେ ଅଛି। ସେଥିପାଇଁ ନିଜେ ବହୁତ ସାବଧାନ ରୁହ। ଯଦି ଚାଲୁ ଚାଲୁ ମାୟାରେ ଛନ୍ଦି ହୋଇଯିବ, ତେବେ ନିଜର ଭାଗ୍ୟରେ ପୂର୍ଣ୍ଣଚ୍ଛେଦ ଲଗାଇ ଦେବ। ଆଜିର ପ୍ରଶ୍ନ, ତୁମେ ରାଜଯୋଗୀ ପିଲାମାନଙ୍କର ମୁଖ୍ୟ କର୍ତ୍ତବ୍ୟ କ'ଣ? ତୁମ ରାଜଯୋଗୀ ପିଲାମାନଙ୍କର ମୁଖ୍ୟ କର୍ତ୍ତବ୍ୟ କ'ଣ? ଉତ୍ତର, ପଢ଼ିବା ଏବଂ ପଢ଼ାଇବା। ଏହା ହିଁ ତୁମର ମୁଖ୍ୟ କର୍ତ୍ତବ୍ୟ। ତୁମେମାନେ ଈଶ୍ୱରୀୟ ମତରେ ଅଛ, ତେଣୁ ତୁମକୁ କୌଣସି ଜଙ୍ଗଲକୁ ଯିବାର ଆବଶ୍ୟକତା ନାହିଁ। ଘର ଗୃହସ୍ଥରେ ରହି ଶାନ୍ତିରେ ବସି ବାବାଙ୍କୁ ମନେ ପକାଇବାକୁ ହେବ। ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ସମ୍ପତ୍ତି, ଏହି ଦୁଇଟି ଶବ୍ଦରେ ହିଁ ତୁମର ସମ୍ପୂର୍ଣ୍ଣ ପାଠପଢ଼ା ଅନ୍ତର୍ନିହିତ। ଓମ୍ ଶାନ୍ତି। ବାବା ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ଗୁଡ୍ ମର୍ଣ୍ଣିଂ କହିପାରିବେ, କିନ୍ତୁ ପୁଣି ପିଲାମାନଙ୍କୁ ମଧ୍ୟ ତା'ର ପ୍ରତ୍ୟୁତ୍ତର ଦେବାକୁ ପଡ଼ିବ। ଏଠାରେ ବାବା ଏବଂ ପିଲାମାନଙ୍କର କନେକ୍ସନ୍ ରହିଛି। ନୂଆମାନେ ଯେ ପର୍ଯ୍ୟନ୍ତ ପକ୍କା ନ ହୋଇଛନ୍ତି, କିଛି ନା କିଛି ପ୍ରଶ୍ନ ପଚାରୁଥିବେ। ଏହା ତ ପାଠପଢ଼ା ଅଟେ। ଭଗବାନ ଉବାଚ ମଧ୍ୟ ଲେଖା ହୋଇଛି, ଭଗବାନ ନିରାକାର ଅଟନ୍ତି। ଏହି କଥାକୁ ଅନ୍ୟ କାହାକୁ ବୁଝାଇବା ପାଇଁ ବାବା ଭଲ ଭାବରେ ପିଲାମାନଙ୍କୁ ବୁଝାଇଥାନ୍ତି, କାରଣ ସେପଟେ ମାୟାର ପ୍ରଭାବ ରହିଛି। ଏଠାରେ ତ ସେ କଥା ନାହିଁ। ବାବା ତ ଜାଣିଛନ୍ତି, ଯେଉଁମାନେ କଳ୍ପ ପୂର୍ବରୁ ସତ୍ୟଯୁଗୀ ରାଜତ୍ୱ ନେଇଛନ୍ତି, ସେମାନେ ଆପେ ଆପେ ଏଠାକୁ ଆସିବେ। ଏପରି ନୁହେଁ କି ଅମୁକ ଚାଲି ନ ଯାଉ ତାଙ୍କୁ ଧରି ରଖିବା। ଚାଲିଯିବ ଯଦି ଚାଲିଯାଉ। ଏଠାରେ ତ ବଞ୍ଚି ଥାଉ ଥାଉ ମରିବାର ଅଭ୍ୟାସ କରାଯାଉଛି। ବାବା ଆଡପ୍ଟ କରୁଛନ୍ତି, ତେବେ କିଛି ସମ୍ପତ୍ତି ଦେବା ପାଇଁ ହିଁ ପୋଷ୍ୟ ରୂପେ ଗ୍ରହଣ କରାଯାଇଥାଏ। ପିଲାମାନେ ମା ବାପାଙ୍କ ପାଖକୁ ସମ୍ପତ୍ତିର ଲାଳସାରେ ଆସିଥାନ୍ତି। ସାହୁକାରର ସନ୍ତାନ କେବେ ଗରିବ ପାଖରେ ପୋଷ୍ୟ ହୁଅନ୍ତି କି? ଏତେ ଧନ ଦୌଲତ ଆଦି ସବୁ ଛାଡ଼ି କିପରି ଯିବେ? ସାହୁକାରମାନେ ପୋଷ୍ୟ କରିଥାନ୍ତି। ବର୍ତ୍ତମାନ ତୁମେ ଜାଣିଛ, ବାବା ଆମକୁ ସ୍ୱର୍ଗର ରାଜତ୍ୱ ଦେଉଛନ୍ତି, ତେବେ କାହିଁକି ତାଙ୍କର ନ ହେବା? ପ୍ରତ୍ୟେକ କଥାରେ ଲାଳସା ତ ରହିଥାଏ ନା। ଯେତେ ଅଧିକ ପଢ଼ିବେ ସେତେ ଅଧିକ ଲାଳସା ହେବ। ତୁମେ ମଧ୍ୟ ଜାଣିଛ, ବାବା ବେହଦର ସମ୍ପତ୍ତି ଦେବା ପାଇଁ ଆମକୁ ପୋଷ୍ୟ କରିଛନ୍ତି। ବାବା ମଧ୍ୟ କହୁଛନ୍ତି, ତୁମ ସମସ୍ତଙ୍କୁ ମୁଁ ପୁଣି ଆଉଥରେ 5000 ବର୍ଷ ପୂର୍ବ ଭଳି ପୋଷ୍ୟ କରୁଛି। ତୁମେ ମଧ୍ୟ କହୁଛ, ବାବା ଆମେ ଆପଣଙ୍କର ଅଟୁ। 5000 ବର୍ଷ ପୂର୍ବରୁ ମଧ୍ୟ ଆପଣଙ୍କର ହୋଇଥିଲୁ। ତୁମେ ବାସ୍ତବରେ କେତେ ବ୍ରହ୍ମା କୁମାର କୁମାରୀ ଅଛ। ପ୍ରଜାପିତା ମଧ୍ୟ ନାମୀଗ୍ରାମୀ ଅଟନ୍ତି। ତେବେ ଯେ ପର୍ଯ୍ୟନ୍ତ ଶୂଦ୍ରରୁ ବ୍ରାହ୍ମଣ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଦେବତା ହୋଇପାରିବେ ନାହିଁ। ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଏବେ ଏହି ଚକ୍ର ଘୂରି ଚାଲିଛି। ଆମେ ଶୂଦ୍ର ଥିଲେ, ବର୍ତ୍ତମାନ ବ୍ରାହ୍ମଣ ହୋଇଛୁ, ପୁଣି ଦେବତା ହେବୁ। ସତ୍ୟଯୁଗରେ ଆମେ ରାଜତ୍ୱ କରିବୁ। ତେବେ ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ। ଯେଉଁମାନଙ୍କର ପୂରା ନିଶ୍ଚୟ ହେଉନାହିଁ, ସେମାନେ ଏଠାରୁ ଛାଡ଼ି ଚାଲି ଯାଉଛନ୍ତି। କାହାର ପୂରା ନିଶ୍ଚୟ ନ ଥିବା କାରଣରୁ ତଳକୁ ଖସିଯାଆନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି। ମାୟାରୂପୀ ଶତ୍ରୁ ସମ୍ମୁଖରେ ଛିଡ଼ା ହୋଇଛି, ତେଣୁ ସେ ନିଜ ଆଡ଼କୁ ଟାଣି ନେଉଛି। ବାବା ବାରମ୍ବାର ପକ୍କା କରାଉଛନ୍ତି, ପିଲାମାନେ ମାୟାରେ ବାନ୍ଧି ହୋଇଯାଅ ନାହିଁ, ନ ହେଲେ ନିଜ ଭାଗ୍ୟରେ ଡୋର ବାନ୍ଧିଦେବ। ଏକଥା କେବଳ ବାବା ହିଁ ପଚାରିପାରିବେ ଯେ ଆଗରୁ ବାବାଙ୍କ ସହିତ କେବେ ମିଶିଛ? ଆଉ କାହାକୁ ଏଭଳି ପ୍ରଶ୍ନ ପଚାରିବାର ବୁଦ୍ଧି ଆସିବ ହିଁ ନାହିଁ। ବାବା କହୁଛନ୍ତି, ମୋତେ ମଧ୍ୟ ପୁଣି ଥରେ ଗୀତା ଶୁଣାଇବା ପାଇଁ ଆସିବାକୁ ପଡ଼ିବ। ଆସି ରାବଣର ଜେଲରୁ ସମସ୍ତଙ୍କୁ ମୁକ୍ତ କରିବାକୁ ପଡ଼ିବ। ବେହଦର ବାବା ବେହଦର କଥା ବୁଝାଉଛନ୍ତି। ବର୍ତ୍ତମାନ ରାବଣର ପତିତ ରାଜ୍ୟ, ଯାହାକି ଅଧାକଳ୍ପରୁ ଆରମ୍ଭ ହୋଇଛି। ରାବଣର 10ଟି ମୁଣ୍ଡ ଦେଖାଇଥାନ୍ତି, ବିଷ୍ଣୁଙ୍କର 4ଟି ଭୁଜା ଦେଖାଇଥାନ୍ତି, କିନ୍ତୁ ଏପରି କୌଣସି ମନୁଷ୍ୟ ନ ଥାନ୍ତି। ଏହା ତ ପ୍ରବୃତ୍ତି ମାର୍ଗର ଚିହ୍ନ ରୂପେ ଦର୍ଶାଯାଇଥାଏ। ଏହା ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ବିଷ୍ଣୁଙ୍କ ଦ୍ୱାରା ପାଳନା। ବିଷ୍ଣୁପୁରୀକୁ କୃଷ୍ଣପୁରୀ ମଧ୍ୟ କୁହାଯାଏ। ଶ୍ରୀକୃଷ୍ଣଙ୍କର ତ 2 ହାତ ହିଁ ଦେଖାଇଛନ୍ତି। ମନୁଷ୍ୟ ତ କିଛି ବି ବୁଝୁନାହାନ୍ତି। ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି। ସେସବୁ ହେଉଛି ଭକ୍ତିମାର ମାର୍ଗ। ବର୍ତ୍ତମାନ ତୁମର ଜ୍ଞାନ ଅଛି। ତୁମର ଲକ୍ଷ୍ୟ ହିଁ ହେଲା ନରରୁ ନାରାୟଣ ହେବା। ଏହି ଗୀତା ପାଠଶାଳା ଜୀବନମୁକ୍ତି ପ୍ରାପ୍ତ କରିବା ପାଇଁ ହିଁ ତିଆରି ହୋଇଛି।
ସେଥିପାଇଁ ବ୍ରାହ୍ମଣ ତ ନିଶ୍ଚିନ୍ତ ଆବଶ୍ୟକ। ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ଶିବଙ୍କୁ ରୁଦ୍ର ମଧ୍ୟ କୁହାଯାଏ। ଏବେ ବାବା ପଚାରୁଛନ୍ତି ଜ୍ଞାନଯଜ୍ଞ କୃଷ୍ଣଙ୍କର ନା ଶିବଙ୍କର? ଶିବଙ୍କୁ ପରମାତ୍ମା ହିଁ କହିଥାନ୍ତି, ଶଙ୍କରଙ୍କୁ ଦେବତା କହନ୍ତି। ସେମାନେ ପୁଣି ଶିବ ଓ ଶଙ୍କରଙ୍କୁ ଏକାଠି କରିଦେଇଛନ୍ତି। ଏବେ ବାବା କହୁଛନ୍ତି ମୁଁ ବର୍ତ୍ତମାନ ୟାଙ୍କ ଶରୀରରେ ପ୍ରବେଶ କରିଛି। ତୁମେ ପିଲାମାନେ କହୁଛ ବାପ ଦାଦା, ସେମାନେ କହୁଛନ୍ତି ଶିବ ଶଙ୍କର ଜ୍ଞାନର ସାଗର ତ ଜଣେ ହିଁ ଅଟନ୍ତି। ବର୍ତ୍ତମାନ ତୁମେ ଜାଣିଛ ଏହି ଜ୍ଞାନ ଦ୍ୱାରା ହିଁ ବ୍ରହ୍ମାରୁ ବିଷ୍ଣୁ ହୋଇଛନ୍ତି। ଏହାର ଅବିକଳ ଚିତ୍ର ମଧ୍ୟ ତିଆରି କରୁଛନ୍ତି। ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି, କିନ୍ତୁ ଏହାର ଅର୍ଥକୁ କେହି ବି ବୁଝି ନାହାନ୍ତି। ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଇଛନ୍ତି। ବର୍ତ୍ତମାନ ସବୁ ଶାସ୍ତ୍ରର ସାର କଥା ବାବା ବସି ଶୁଣାଉଛନ୍ତି ନା ବ୍ରହ୍ମା, ଇଏ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହେଉଛନ୍ତି। ବାକି ଚିତ୍ର ବହୁତ ତିଆରି କରିଛନ୍ତି, କିନ୍ତୁ ତାହାର କିଛି ଯଥାର୍ଥତା ନାହିଁ। ସେସବୁ ହେଲା ଭକ୍ତିମାର୍ଗର ଚିତ୍ର। ମନୁଷ୍ୟ କେହି 8-10 ଭୁଜାଧାରୀ ନାହାନ୍ତି। ଏହା ତ କେବଳ ପ୍ରବୃତ୍ତି ମାର୍ଗର ଚିହ୍ନ ରୂପେ ଦର୍ଶାଯାଇଛି। ରାବଣର ମଧ୍ୟ ଅର୍ଥ କ'ଣ ତାହା ମଧ୍ୟ ବୁଝାଇଛନ୍ତି। ଅଧାକଳ୍ପ ରାବଣ ରାଜ୍ୟ, ବ୍ରହ୍ମାଙ୍କର ରାତି, ଅଧାକଳ୍ପ ରାମରାଜ୍ୟ, ବ୍ରହ୍ମାଙ୍କ ଦିନ। ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି। ତୁମେ ସମସ୍ତେ ଏକ ବାବାଙ୍କର ସନ୍ତାନ ଅଟ। ବାବା ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି ଏବଂ ତୁମକୁ ରାଜଯୋଗ ଶିଖାଉଛନ୍ତି। ତେବେ ନିଶ୍ଚିନ୍ତ ସଙ୍ଗମ ଯୁଗରେ ହିଁ ରାଜଯୋଗ ଶିଖାଇବେ। ଶାସ୍ତ୍ରରେ ଅଛି ଦ୍ୱାପର ଯୁଗରେ ଗୀତା ଶୁଣାଉଛନ୍ତି। ଏହା ତ ଭୁଲ କଥା। ବାବା ବର୍ତ୍ତମାନ ସତ୍ୟ କଥା ଶୁଣାଉଛନ୍ତି। ଅନେକଙ୍କୁ ବ୍ରହ୍ମାଙ୍କର ଅଥବା ଶ୍ରୀକୃଷ୍ଣଙ୍କର ସାକ୍ଷାତକାର ହୋଇଥାଏ। ବ୍ରହ୍ମାଙ୍କୁ ଧଳା ପୋଷାକଧାରୀ ରୂପରେ ହିଁ ଦେଖିଥାନ୍ତି। ଶିବ ବାବା ତ ବିନ୍ଦୁ ଅଟନ୍ତି। ତେବେ ବିନ୍ଦୁର ସାକ୍ଷାତକାର ହେଲେ କିଛି ବୁଝିପାରିବେ ନାହିଁ। ତୁମେ କହୁଛ ଆମେ ସମସ୍ତେ ଆତ୍ମା ଅଟୁ। ତେବେ ଆତ୍ମାକୁ କିଏ ଦେଖିଛନ୍ତି? କେହି ଦେଖି ନାହାନ୍ତି। ସିଏ ତ ବିନ୍ଦୁ ଅଟେ। ବୁଝିପାରନ୍ତି ନା? ଯିଏ ଯେଉଁ ଭାବନାରେ ଯାହାଙ୍କର ପୂଜା କରନ୍ତି ତାଙ୍କୁ ତାହାର ସାକ୍ଷାତକାର ହୋଇଥାଏ। ଯଦି ଅନ୍ୟ ରୂପରେ ଦେଖିବେ ତେବେ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଯଦି ହନୁମାନଙ୍କର ପୂଜା କରୁଥିବ ତେବେ ତାଙ୍କୁ ହନୁମାନଙ୍କର ସାକ୍ଷାତକାର ହେବ। ଗଣେଶଙ୍କ ପୂଜାରୀଙ୍କୁ ଗଣେଶ ହିଁ ଦେଖାଯିବେ। ବାବା କହୁଛନ୍ତି ମୁଁ ତୁମକୁ ଏତେ ଧନବାନ କରାଇଥିଲି। ତୁମର ହୀରା ନୀଳାର ମହଲ ଥିଲା, ତୁମର ଅସରନ୍ତି ଧନ ଥିଲା। ତୁମେ ସେସବୁ କେମିତି କେଉଁଠାରେ ହରାଇଦେଲ? ବର୍ତ୍ତମାନ ତୁମେ କାଙ୍ଗାଳ ହୋଇଯାଇଛ, ଭିକ ମାଗୁଛ। ବାବା ତ କହିପାରିବେ ନା। ବର୍ତ୍ତମାନ ତୁମେ ସନ୍ତାନମାନେ ବୁଝିପାରୁଛ ଯେ ବାବା ଆସିଛନ୍ତି। ଆମେ ପୁଣି ଥରେ ବିଶ୍ୱର ମାଲିକ ହେବାକୁ ଯାଉଛେ। ଏହି ଡ୍ରାମା ଅନାଦି ତିଆରି ହୋଇଛି। ଡ୍ରାମାରେ ସମସ୍ତେ ନିଜ ନିଜର ପାର୍ଟ କରୁଛନ୍ତି। କେହି ଗୋଟିଏ ଶରୀର ଛାଡ଼ି ଯାଇ ଅନ୍ୟ ଶରୀର ନେଇଥାନ୍ତି। ଏଥିରେ କାନ୍ଦିବାର କୌଣସି କଥା ନାହିଁ। ସତ୍ୟ ଯୁଗରେ କେବେ କେହି କାନ୍ଦନ୍ତି ନାହିଁ। ବର୍ତ୍ତମାନ ତୁମେ ମୋହଜିତ ହେଉଛ। ମୋହଜିତ ରାଜା ଏହି ଲକ୍ଷ୍ମୀ ନାରାୟଣ ଆଦି ଅଟନ୍ତି। ସେଠାରେ ମୋହ ନଥାଏ। ବାବା ଅନେକ ପ୍ରକାର କଥା ବୁଝାଇ ଚାଲିଛନ୍ତି। ବାବା ନିରାକାର ଅଟନ୍ତି। ସେଥିପାଇଁ ମନୁଷ୍ୟ ତାଙ୍କୁ ନାମ ରୂପରୁ ଭିନ୍ନ ବୋଲି କହି ଦେଉଛନ୍ତି। କିନ୍ତୁ ନାମ ରୂପରୁ ଭିନ୍ନ କୌଣସି ଜିନିଷ ହୋଇନଥାଏ। ହେ ଭଗବାନ ଓ ଗଡ୍ ଫାଦର ବୋଲି କହୁଛନ୍ତି ନା? ତେବେ ତାଙ୍କର ନାମ ଏବଂ ରୂପ ନିଶ୍ଚିନ୍ତ ଅଛି। ଲିଙ୍ଗକୁ ଶିବ ପରମାତ୍ମା ଶିବ ବାବା ମଧ୍ୟ କହନ୍ତି। ବାସ୍ତବରେ ସିଏ ତ ବାବା ଅଟନ୍ତି ନା? ତେବେ ସେହି ବାବାଙ୍କର ନିଶ୍ଚୟ ପିଲାମାନେ ବି ଥିବେ ନା? ନିରାକାର ଶିବ ବାବାଙ୍କୁ ନିରାକାର ଆତ୍ମାମାନେ ହିଁ ବାବା ବୋଲି କହୁଛନ୍ତି। ମନ୍ଦିରକୁ ଗଲେ ତାଙ୍କୁ କହିବେ ଶିବ ବାବା, ପୁଣି ଘରେ ଆସି ବାପାଙ୍କୁ ମଧ୍ୟ ବାବା ବୋଲି କହନ୍ତି। ଆମେ ତାଙ୍କୁ ଶିବ ବାବା କାହିଁକି କହୁଛୁ? ଏହାର ଅର୍ଥକୁ କିଛି ବୁଝୁନାହାନ୍ତି। ବାବା ଏତେ ଉଚ୍ଚ ପାଠପଢ଼ାକୁ 2ଟି ଅକ୍ଷରରେ ପଢ଼ାଉଛନ୍ତି। ଅଲଫ ଅର୍ଥାତ୍ ବାବା, ବେ ଅର୍ଥାତ୍ ସମ୍ପତ୍ତି। ଅଲଫକୁ ମନେ ପକାଅ, ତେବେ ବେ ତୁମର ସତ୍ୟଯୋଗୀ ସମ୍ପତ୍ତି। ଏହା ବହୁତ ବଡ଼ ପରୀକ୍ଷା ଅଟେ। ମନୁଷ୍ୟ ବଡ଼ ପରୀକ୍ଷାରେ ପାସ୍ କଲେ ପ୍ରଥମ ପାଠପଢ଼ା କ'ଣ ସବୁ ମନେ ରହିଥାଏ। ପାଠ ପଢ଼ି ପଢ଼ି ଶେଷରେ ସବୁ ସାରାଂଶ ବୁଦ୍ଧିରେ ରହିଯାଏ। ଏହା ମଧ୍ୟ ସେହିପରି ଅଟେ। ତୁମେ ପଢ଼ି ପଢ଼ି ଆସୁଛ, ଶେଷରେ ପୁଣି ବାବା କହୁଛନ୍ତି ମନ୍ମନା ଭବ, ଅର୍ଥାତ୍ ବାବାଙ୍କୁ ମନେ ପକାଅ। ତେବେ ଦେହର ଅଭିମାନ ତୁଟିଯିବ। ଏହି ମନ୍ମନା ଭବର ଅଭ୍ୟାସ ଥିଲେ ଶେଷ ସମୟରେ ମଧ୍ୟ ବାବା ଓ ବର୍ଷା ଅର୍ଥାତ୍ ସତ୍ୟଯୋଗୀ ସମ୍ପତ୍ତି ମନେ ରହିବ। ଏହା ହିଁ ହେଉଛି ମୁଖ୍ୟ କଥା ଏବଂ କେତେ ସହଜ କଥା। ଏବେ ଦେଖ ଲୌକିକ ପାଠରେ କ'ଣ ସବୁ ପଢ଼ୁଛନ୍ତି। ଯେପରି ରାଜା ସେପରି ସେ ନିଜର ନୀତି ନିୟମ ପ୍ରଚଳନ କରିଥାନ୍ତି।
ପୂର୍ବରୁ ମାଣ, ସେର, ପାଏର ହିସାବ ଚାଲୁଥିଲା। ବର୍ତ୍ତମାନ ତ କିଲୋଗ୍ରାମ ଆଦି କ'ଣ କ'ଣ ସବୁ ବାହାରିଗଲାଣି। କେତେ ଅଲଗା ଅଲଗା ପ୍ରଦେଶ ହୋଇଗଲାଣି। ଦିଲ୍ଲୀରେ ଯେଉଁ ଜିନିଷର ସେର ଗୋଟିଏ ଟଙ୍କା, ବମ୍ବେରେ ତାହା 2 ଟଙ୍କାରେ ମିଳିବ। କାରଣ ପ୍ରାନ୍ତ ଭିନ୍ନ ଭିନ୍ନ ଅଟେ। ସମସ୍ତେ ଭାବୁଛନ୍ତି ଆମେ ନିଜର ପ୍ରାନ୍ତକୁ କ'ଣ ଭୋକରେ ମାରିବୁ। କେତେ ଝଗଡ଼ା ଆଦି ହେଉଛି, କେତେ ଗଣ୍ଡଗୋଳ ହେଉଛି। ଭାରତ କେତେ ସାହୁକାର ଥିଲା, ପୁଣି 84 ଜନ୍ମର ଚକ୍ର ଲଗାଇ କଙ୍ଗାଳ ପତିତ ହୋଇଯାଇଛି। କୁହାଯାଏ ହୀରା ଭଳି ଅମୂଲ୍ୟ ଜନ୍ମ କଉଡ଼ି ବଦଳରେ ହରାଇଲ। ବାବା କହୁଛନ୍ତି ତୁମେ କଉଡ଼ି ପଛରେ କାହିଁକି ଧାଉଁଛ? ଏବେ ତ ବାବାଙ୍କଠାରୁ ସମ୍ପତ୍ତି ନିଅ, ପବିତ୍ର ହୁଅ। ଡାକୁଛ ମଧ୍ୟ, ହେ ପତିତ ପାବନ ଆସ, ପାବନ କରାଅ। ତେବେ ଏଥିରୁ ସିଦ୍ଧ ହେଉଛି ଆଗରୁ ପବିତ୍ର ଥିଲେ, ବର୍ତ୍ତମାନ ନାହାନ୍ତି। ବର୍ତ୍ତମାନ ହିଁ ହେଉଛି କଳିଯୁଗ। ବାବା କହୁଛନ୍ତି ଯଦି ମୁଁ ପବିତ୍ର ଦୁନିଆ ସ୍ଥାପନ କରାଇବି, ତେବେ ପତିତ ଦୁନିଆର ନିଶ୍ଚିନ୍ତ ବିନାଶ ହେବ। ଏଇଥିପାଇଁ ଏହି ମହାଭାରତ ଲଢ଼େଇ ଦେଖାଯାଇଛି, ଯାହାକି ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ପ୍ରଜ୍ୱଳିତ ହେଉଛି। ଡ୍ରାମାରେ ତ ଏହି ବିନାଶ ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି। ପ୍ରଥମେ ପ୍ରଥମେ ତ ବାବାଙ୍କୁ ସାକ୍ଷାତକାର ହେଲା। ଦେଖିଲେ ଏତେ ବଡ଼ ରାଜପଦ ମିଳୁଛି, ତେଣୁ ବହୁତ ଖୁସି ହେବାରେ ଲାଗିଲେ। ପୁଣି ବିନାଶର ସାକ୍ଷାତକାର ମଧ୍ୟ କରାଇଲେ। ମନ୍ମନା ଭବ ମଧ୍ୟାଜି ଭବ, ଏହା ଗୀତାର ଅକ୍ଷର ଅଟେ। କିଛି କିଛି ଅକ୍ଷର ଗୀତାରେ ଠିକ୍ ଅଛି। ବାବା ମଧ୍ୟ କହୁଛନ୍ତି ତୁମକୁ ଏବେ ଏହି ଜ୍ଞାନ ଶୁଣାଉଛି, ଯାହା ପୁଣି ପ୍ରାୟ ଲୋପ ହୋଇଯାଇଥାଏ। କାହାରିକୁ ମଧ୍ୟ ଜଣା ନାହିଁ ଯେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଯେତେବେଳେ ଥିଲା, ସେତେବେଳେ ଅନ୍ୟ କୌଣସି ଧର୍ମ ନଥିଲା। ସେ ସମୟରେ ଜନସଂଖ୍ୟା କେତେ କମ୍ ଥିବ। ବର୍ତ୍ତମାନ ଦେଖ କେତେ ବୃଦ୍ଧି ହୋଇଯାଇଛି। ତେବେ ଏହାର ପରିବର୍ତ୍ତନ ହେବା ଦରକାର। ତେଣୁ ବିନାଶ ନିଶ୍ଚିନ୍ତ ହେବା ଦରକାର। ମହାଭାରତ ଲଢ଼େଇର ମଧ୍ୟ ବର୍ଣ୍ଣନା ଅଛି। ତେବେ ନିଶ୍ଚିନ୍ତ ଭଗବାନ ମଧ୍ୟ ଥିବେ। ଶିବ ଜୟନ୍ତୀ ପାଳନ କରୁଛନ୍ତି, ତେବେ ଶିବ ବାବା ଆସି କ'ଣ କରିଛନ୍ତି ତାହା ମଧ୍ୟ ଜାଣିନାହାନ୍ତି। ଏବେ ବାବା ବୁଝାଉଛନ୍ତି ଗୀତା ଦ୍ୱାରା ଶ୍ରୀକୃଷ୍ଣଙ୍କର ଆତ୍ମାକୁ ରାଜପଦ ମିଳୁଛି। ଗୀତାକୁ ମାତା ପିତା ବୋଲି କୁହାଯାଉଛି, ଯାହାଦ୍ୱାରା ତୁମେ ପୁଣି ଦେବତା ହେଉଛ। ଶ୍ରୀକୃଷ୍ଣ ନିଜେ ଗୀତାର ଜ୍ଞାନ ଦ୍ୱାରା ରାଜଯୋଗ ଶିଖି ଏହିପରି ହୋଇଛନ୍ତି। ଦୁନିଆର ମନୁଷ୍ୟମାନେ ଶିବ ବାବାଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି। ତେବେ ବାବା ବୁଝାଉଛନ୍ତି ଏହା ତ ନିଜ ଭିତରେ ପକ୍କା ନିଶ୍ଚୟ କରିନିଅ। କେହି ଯେପରି କୌଣସି ଓଲଟା ସିଧା କଥା ଶୁଣାଇ ତୁମକୁ ସଂଶୟରେ ପକାଇ ନ ଦିଅନ୍ତୁ। ଏହିଭଳି ବହୁତ କଥା କହୁଛନ୍ତି। ବିକାର ବିନା ସୃଷ୍ଟି କେମିତି ଚାଲିବ? ଏହା କେମିତି ହେବ? ଆରେ ତୁମେ ନିଜେ କହୁଛ ତାହା ଅହିଂସକ ଦୁନିଆ ଥିଲା, ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ ବୋଲି କହୁଛ, ପୁଣି ବିକାରର କଥା କେମିତି ହେବ? ଏବେ ତୁମେ ଜାଣୁଛ ବେହଦର ବାବାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି। ତେବେ ଏପରି ବାବାଙ୍କୁ କାହିଁକି ମନେ ନ ପକାଇବା? ଏହା ହେଉଛି ପତିତ ଦୁନିଆ। କୁମ୍ଭମେଳାକୁ କେତେ ଲକ୍ଷ ଲକ୍ଷ ଲୋକ ଯାଇଥାନ୍ତି। ଏବେ କହୁଛନ୍ତି ସେଠାରେ ଗୋଟିଏ ନଦୀ ଗୁପ୍ତରେ ଅଛି। କ'ଣ ନଦୀ କେବେ ଗୁପ୍ତ ହୋଇପାରିବ? ଏଠାରେ ମଧ୍ୟ ଗୌମୁଖ ତିଆରି କରିଛନ୍ତି। କହୁଛନ୍ତି ଗଙ୍ଗା ନଦୀ ଏଠାକୁ ଆସୁଛି। ଆରେ ଗଙ୍ଗା ନିଜର ରାସ୍ତା ନେଇ ସମୁଦ୍ରକୁ ଯିବ, ନା ଏଠାକୁ ତୁମ ପାଖକୁ ପାହାଡ଼ ଉପରକୁ ଆସିବ? ଭକ୍ତି ମାର୍ଗରେ କେତେ ଧକ୍କା ଖାଉଛନ୍ତି। ଜ୍ଞାନ ଭକ୍ତି ପୁଣି ହେଉଛି ବୈରାଗ୍ୟ। ଗୋଟିଏ ହେଉଛି ହଦ୍ର ବୈରାଗ୍ୟ, ଦ୍ୱିତୀୟରେ ହେଉଛି ବେହଦର ବୈରାଗ୍ୟ। ସନ୍ନ୍ୟାସୀ ଘରଦ୍ୱାର ଛାଡ଼ି ଜଙ୍ଗଲରେ ରହୁଛନ୍ତି। ଏଠାରେ ତ ସେ କଥା ନାହିଁ। ତୁମେ ବୁଦ୍ଧିରୁ ସାରା ପୁରୁଣା ଦୁନିଆର ସନ୍ନ୍ୟାସ କରୁଛ। ତୁମ ରାଜଯୋଗୀ ପିଲାମାନଙ୍କ ମୁଖ୍ୟ କର୍ତ୍ତବ୍ୟ ହେଲା ପଢ଼ିବା ଓ ଅନ୍ୟକୁ ପଢ଼ାଇବା। ତେବେ ରାଜଯୋଗ କୌଣସି ଜଙ୍ଗଲରେ କ'ଣ ଶିଖାଯାଇଥାଏ? ଏହା ବିଦ୍ୟାଳୟ ଅଟେ। ଏହାର ଶାଖାମାନ ଖୋଲି ଚାଲିଛି। ତୁମେ ସନ୍ତାନମାନେ ରାଜଯୋଗ ଶିଖୁଛ। ଶିବ ବାବାଙ୍କଠାରୁ ପାଠ ପଢ଼ିଥିବା ବ୍ରାହ୍ମଣ ବ୍ରାହ୍ମଣୀମାନେ ତୁମ ସମସ୍ତଙ୍କୁ ଶିଖାଉଛନ୍ତି। ଏବେ ଶିବ ବାବା କ'ଣ ଏକୁଟିଆ ସମସ୍ତଙ୍କୁ ଶିଖାଇବେ? ତେଣୁ ଏହା ହେଲା ପାଣ୍ଡବ ସରକାର। ତୁମେ ଈଶ୍ୱରୀୟ ମତରେ ଅଛ। ଏଠାରେ ତୁମେ କେତେ ଶାନ୍ତିରେ ବସିଛ। ବାହାରେ ତ ବହୁତ ହଙ୍ଗାମା ହେଉଛି। ବାବା କହୁଛନ୍ତି 5 ବିକାରର ଦାନ ଦେଇଦିଅ, ତେବେ ଗ୍ରହଣ ଛାଡ଼ିଯିବ। ମୋର ହୁଅ, ତେବେ ମୁଁ ତୁମର ସବୁ ମନୋକାମନା ପୂର୍ଣ୍ଣ କରିଦେବି। ତୁମେ ସନ୍ତାନମାନେ ଜାଣିଛ ବର୍ତ୍ତମାନ ଆମେମାନେ ସୁଖଧାମକୁ ଯାଉଛୁ। ଏହି ଦୁଃଖଧାମରେ ଏବେ ନିଆଁ ଲାଗିବାର ଅଛି। ପିଲାମାନେ ବିନାଶର ସାକ୍ଷାତକାର ମଧ୍ୟ କରିଛନ୍ତି। ବର୍ତ୍ତମାନ ସମୟ ବହୁତ କମ୍। ଏଥିପାଇଁ ଯୋଗର ଯାତ୍ରା କରିବାରେ ଲାଗିଗଲେ ବିକର୍ମ ବିନାଶ ହେବ ଏବଂ ଉଚ୍ଚପଦ ପ୍ରାପ୍ତ କରିବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ।
आम आत्मिक संतान मानकर आत्मिक माता पितांकु नमस्ते नमस्ते नमस्ते। धारणा पाई मुख्य सारांश पॉइंट नंबर 1 बाबांको संपत्तिर पूरा अधिकार नेबा पाई बंची थाउ थाउ मरिबाकु हेबो। बाबांकर पोष्य पुत्र हेबाकु पड़िबो। केबे भी निजर श्रेष्ठ भाग्य को पूर्णछेद लगाइबार नाही। पॉइंट नंबर 2 कौनसी भी ओलोटा सीधा कथा शुणी संशय आसबार नाही। टिके भी निश्चय हलचल हेबार नाही। एही दुखधाम को निया लागिबाकु जाउछि। सेथिपाई निजर बुद्धि जोग एथुरु तुटेई देबार अछि। आजिर वरदान विशेषता रूपी संजीवनी बूटी द्वारा अचेत को सचेत करुथिबा विशेष आत्मा हुआ। विशेषता रूपी संजीवनी बूटी द्वारा अचेत को सचेत करुथिबा विशेष आत्मा हुआ। प्रत्येक आत्मा को श्रेष्ठ स्मृतिर एवं विशेषता गुड़िकर स्मृति रूपी संजीवनी बूटी खुआओ। बूटी अर्थात औषध खुआओ, तेबे से अचेतरू सचेत होइजिबे। विशेषता गुड़िकर दर्पण तांको सम्मुखरे रख। एहिभଳି अन्यमानंकु स्मृति देवा द्वारा तुमे माने मध्य विशेष आत्मा होइजिबो। जदि तुमे माने काहाकू तार दुर्बलता गुड़िकु सुनाइब तेबे से सेगुड़िकु लुचाइबाकू चेष्टा करिब एवं टाळी देब। जदि तुमे विशेषता गुड़िकु सुनाइब तेबे से निजर दुर्बलता गुड़िकु स्पष्ट अनुभव करि पारिब। तेणु यही संजीवनी बूटी द्वारा अचेत को सचेत करी निजे उड़ी चाल एवं अन्यमानंकु उड़ाई चाल। आज स्लोगान अच्छी निजर नाम मान एवं स्वाभिमान तथा साधन गुड़िकु संकल्प त्याग करने ही महान त्याग अटे। निजर नाम मान एवं स्वाभिमान तथा साधन गुड़िकु संकल्प त्याग करने ही महान त्याग अटे। अव्यक्त इशारा संकल्प शक्ति को जमा करी श्रेष्ठ सेवार निमित्त हुआ। निमित्त होइथिबा पिलामानंकु विशेष करी निजर प्रत्येक संकल्प उपरे ध्यान देवा दरकार। जेतेबेले तुमे माने निर्विकल्प एवं निरव्यर्थ संकल्प स्थित रहिबो तेबे तुमर बुद्धि यथार्थ निर्णय करि पारिबो एवं निर्णय ठीक हेबा द्वारा निवारण मध्य सहजरे करि पारिबो। निवारण करिबा परिवर्ते जदि तुमे निजे ही कारण कारण कहि चलिबो तेबे तुम पछरे थिबा आत्मा माने मध्य प्रत्येक कथारे कारण सुनाइबाकू लागिबे। अच्छा, ओम शांति ओम शांति।